ଥରେ ମନେ ପକାନ୍ତୁ ଦ୍ୱାପର ଯୁଗର ସେହି ମଣିଷ କଥା, ଯାହାଙ୍କୁ ଆମେ ପାପୀ ଦୁରାଚାରୀ, ଦୁର୍ବୃତ୍ତ ଅତ୍ୟାଚାରୀ, କ୍ରୋଧୀ ଅହଙ୍କାରୀ ବୋଲି ଆଖ୍ୟା ଦେଇଥାଉ। ବା ଏବେ ବି ଆମେ ଏ ସମାଜରେ ଜଣେ ଅହଙ୍କାରୀ ମଣିଷର, ରାଗୀ ମଣିଷର ଉଦାହରଣ ଭାବରେ ତାଙ୍କୁ ଉପସ୍ଥାପନ କରିଥାଉ। ସେ ହେଉଛନ୍ତି କୌରବ ପ୍ରଧାନ ଦୁର୍ଯ୍ୟୋଧନ। କିନ୍ତୁ ଗୋଟେ କଥା ମନକୁ ଆସେ, ବର୍ତ୍ତମାନର ପରିସ୍ଥିତିରେ ଆମେମାନେ ମଧ୍ୟ ଦୁର୍ଯ୍ୟୋଧନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁ। ଥରେ ବା କେବେ ନୀରବରେ ବସି ନିଜକୁ ଗଭୀର ଭାବରେ ଦେଖନ୍ତୁ, ନିଜର ଅନ୍ତରାତ୍ମାକୁ ଅବଲୋକନ କରନ୍ତୁ। ଦୁର୍ଯ୍ୟୋଧନ ପାଖରେ ଥିବା ସେହି ସମସ୍ତ ଗୁଣ ଗୁଡ଼ିକ ମୋ ପାଖରେ ନାହିଁ ତ? ମୁଁ ସେହି ଦୁର୍ଯ୍ୟୋଧନର ଚରିତ୍ରରେ ଆଖ୍ୟାୟିତ ନୁହେଁ ତ? ତେଣୁ ମହାମାନୀ ଦୁର୍ଯ୍ୟୋଧନଙ୍କର ସେହି ସବୁ ଗୁଣକୁ ନିଜ ଭିତରେ ଥରେ ଦେଖିଲେ ଆମକୁ ଚିନ୍ତା କରିବାର ଅଛି